ହ୍ୟାଲୋ ସାଙ୍ଗମାନେ, ୱେଲକମ୍ ଟୁ ମାଇ ଚ୍ୟାନେଲ୍। ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ୍ କରିବା। ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଭିଡ଼ିଓକୁ ବିନା ସ୍କିପ୍ କରି ଫୁଲ୍ ଭିଡ଼ିଓ ଦେଖନ୍ତୁ। ପ୍ରଥମ ପ୍ରଶ୍ନ, କେଉଁ କାଢ଼ା ପିଇଲେ ଯକୃତ ବା ଲିଭର ପରିଶୋଧିତ ହୁଏ? ଅପସନ୍ ଏ ନିମ କାଢ଼ା, ଅପସନ୍ ବି ଗୋଲାପ ଜଳ, ଅପସନ୍ ସି ଦୁଗ୍ଧ ଓ ହଳଦୀ କାଢ଼ା, ଅପସନ୍ ଡି ଅଦା ଜଳ। ଆନ୍ସର ହେଉଛି ଅପସନ୍ ଏ ନିମ କାଢ଼ା। ନେକ୍ସଟ କ୍ୱେଶ୍ଚିନ୍, ମଦ ପିଇବା ପରେ ଶରୀର ଭିତରୁ ବିଷ ହଟାଇବା ପାଇଁ କେଉଁ ପାନୀୟ ଉପଯୋଗୀ? ଅପସନ୍ ଏ ମଧୁ ଲେମନ ଜଳ, ଅପସନ୍ ବି କଫି, ଅପସନ୍ ସି ସୋଢ଼ା, ଅପସନ୍ ଡି ଥଣ୍ଡା ଚା। ଆନ୍ସର ହେଉଛି ଅପସନ୍ ଏ ମଧୁ ଲେମନ ଜଳ। ନେକ୍ସଟ କ୍ୱେଶ୍ଚିନ୍, ମନ ଓ ଦେହକୁ ଶୁଦ୍ଧର କରିବା ପାଇଁ କେଉଁ କାଢ଼ା ପିଇବା ଉଚିତ? ଅପସନ୍ ଏ ତୁଳସୀ ଅଦା କାଢ଼ା, ଅପସନ୍ ବି ଗୋଲାପ ପାଣି, ଅପସନ୍ ସି ଦୁଗ୍ଧ ଜଳ, ଅପସନ୍ ଡି ଚିନି ଜଳ। ଆନ୍ସର ହେଉଛି ଅପସନ୍ ଏ ତୁଳସୀ ଓ ଅଦା କାଢ଼ା। ନେକ୍ସଟ କ୍ୱେଶ୍ଚିନ୍, ମଦ ଛାଡ଼ିବା ସମୟରେ ଶରୀର ଶକ୍ତି ରଖିବା ପାଇଁ କେଉଁ ପାନୀୟ ଭଲ? ଅପସନ୍ ଏ ଲେମନ ଜଳ, ଅପସନ୍ ବି ସୋଡ଼ା, ଅପସନ୍ ସି କଫି, ଅପସନ୍ ଡି ମଦ। ଆନ୍ସର ହେଉଛି ଅପସନ୍ ଏ ଲେମନ ଜଳ। ନେକ୍ସଟ କ୍ୱେଶ୍ଚିନ୍, ଗଞ୍ଜେଇ ଛାଡ଼ିବା ପାଇଁ ମନୋବଳ ଆସିବାରେ କେଉଁ ଯୋଗ ସବୁଠୁ ଭଲ? ଅପସନ୍ ଏ ପ୍ରାଣାୟାମ, ଅପସନ୍ ବି ଧନୁରାସନ, ଅପସନ୍ ସି ଶବାସନ, ଅପସନ୍ ଡି ଗୋମୁଖାସନ। ଆନ୍ସର ହେଉଛି ଅପସନ୍ ଏ ପ୍ରାଣାୟାମ। ନେକ୍ସଟ କ୍ୱେଶ୍ଚିନ୍, ମଦ ଓ ଗଞ୍ଜେଇ ଛାଡ଼ିବାରେ ଘରୋଇ ଉପଚାର କେତେ ଦିନ ଚାଲିଲେ ଫଳ ଦିଏ? ଅପସନ୍ ଏ 7 ଦିନ, ଅପସନ୍ ବି 3 ଦିନ, ଅପସନ୍ ସି 15 ଦିନ, ଅପସନ୍ ଡି 1 ମାସ। ଆନ୍ସର ହେଉଛି ଅପସନ୍ ଏ 7 ଦିନ। ନେକ୍ସଟ କ୍ୱେଶ୍ଚିନ୍, ମଦ ଓ ଗଞ୍ଜେଇ ଛାଡ଼ିଲେ ଶରୀରରେ କ'ଣ ହୁଏ? ଅପସନ୍ ଏ ରକ୍ତ ସଫା ହୁଏ, ଅପସନ୍ ବି ନିଦ୍ରା କମିଯାଏ, ଅପସନ୍ ସି ଅଳସ ଲାଗେ, ଅପସନ୍ ଡି ଭୋକ ହରାଏ। ଆନ୍ସର ହେଉଛି ଅପସନ୍ ଏ ରକ୍ତ ସଫା ହୁଏ। ନେକ୍ସଟ କ୍ୱେଶ୍ଚିନ୍, ଗିଲୋୟ କାଢ଼ା ପିଇଲେ କ'ଣ ଲାଭ ହୁଏ? ଅପସନ୍ ଏ ଦେହରୁ ବିଷ ଦୂର ହୁଏ, ଅପସନ୍ ବି ମଦ ଆସକ୍ତି ବଢ଼େ, ଅପସନ୍ ସି ଶରୀର ତାପ ବଢ଼େ, ଅପସନ୍ ଡି ଦୁଃଖ ଆସେ। ଆନ୍ସର ହେଉଛି ଅପସନ୍ ଏ ଦେହରୁ ବିଷ ଦୂର ହୁଏ। ନେକ୍ସଟ କ୍ୱେଶ୍ଚିନ୍, ମଦ ଓ ଗଞ୍ଜେଇ ଛାଡ଼ିଲେ କେଉଁ ଭିଟାମିନ୍ ଦେହରେ ବଢ଼ିଥାଏ? ଅପସନ୍ ଏ ଭିଟାମିନ୍ ବି ଆଣ୍ଡ ସି, ଅପସନ୍ ବି ଭିଟାମିନ୍ ଡି, ଅପସନ୍ ସି ଭିଟାମିନ୍ ଇ, ଅପସନ୍ ଡି ଭିଟାମିନ୍ କେ। ଆନ୍ସର ହେଉଛି ଅପସନ୍ ଏ ଭିଟାମିନ୍ ବି ଆଣ୍ଡ ସି। ନେକ୍ସଟ କ୍ୱେଶ୍ଚିନ୍, ଦ୍ରବ୍ୟ ଛାଡ଼ି ନିଜକୁ ସକାରାତ୍ମକ ରଖିବା ପାଇଁ ସବୁଠୁ ଭଲ ପ୍ରକ୍ରିୟା କ'ଣ? ଅପସନ୍ ଏ ହଳଦୀ କାଢ଼ା, ଅପସନ୍ ବି ତୁଳସୀ ଓ ଅଦା କାଢ଼ା, ଅପସନ୍ ସି ଲେମନ ଜଳ, ଅପସନ୍ ଡି ଗୋଲାପ ଜଳ। ଆନ୍ସର ହେଉଛି ଅପସନ୍ ବି ତୁଳସୀ ଓ ଅଦା କାଢ଼ା। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରନ୍ତୁ ଆଉ ଭିଡ଼ିଓକୁ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଆଉ ଦେଖା ହେବ ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।